सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ଭାଗ୍ୟ ଓ ଅଦୃଶ୍ୟ ବିଷୟରେ ଆଲୋଚନା କରିବା। ଭୂତ ପ୍ରେତ ଦେବୀ ଦେବତା ଓ ଈଶ୍ୱରଙ୍କ ଭଳି ଲୋକମାନେ ଭାଗ୍ୟର କଥା ଅନେକ କହନ୍ତି ଯେ ସବୁ ଅଦୃଷ୍ଟ ଓ ଭାଗ୍ୟର ଖେଳ, ଭାଗ୍ୟରେ ଥିବ ତ ସବୁ ମିଳିଯିବ। ଏହିପରି ଭାଗ୍ୟର କଥା ସମସ୍ତେ କହନ୍ତି। ମାତ୍ର ସଂସାରରେ ଏପରି ଜଣେ ହେଲେ ଲୋକ ନାହିଁ ଯେ କି ଭାଗ୍ୟର ଭରସାରେ ରହିଥାଏ। ଭାଗ୍ୟ ଓ ଅଦୃଷ୍ଟ ମଧ୍ୟ ଈଶ୍ୱରଙ୍କ ଭଳି କାଳ୍ପନିକ, ଅଦୃଶ୍ୟ ଓ ନିରାକାର ଅଟେ। ତେଣୁ ଏହା ଉପରେ କାହାରି ବିଶ୍ୱାସ ନଥାଏ। ନିଜର ବା ନିଜ କର୍ମର ଫଳ ପ୍ରତ୍ୟକ୍ଷ ଦେଖି ଭାଗ୍ୟ ଭାଗ୍ୟ କହି ଲୋକେ ଭାଗ୍ୟର ଭରସା ଛାଡ଼ି କାମଧନ୍ଦାରେ ଲାଗିଥାନ୍ତି। ନିଜ କର୍ମର ଫଳ ପ୍ରତ୍ୟକ୍ଷ ଅଟେ, ମାତ୍ର ଈଶ୍ୱର ଓ ଭାଗ୍ୟର ପ୍ରଭାବ କେବଳ ବହିରେ ଲେଖା ଓ ଲୋକଙ୍କ କଥା। ଏଣୁ ଏପରି କାଳ୍ପନିକ ବସ୍ତୁରେ କାହାରି ବିଶ୍ୱାସ ନଥାଏ। ଈଶ୍ୱର ଓ ଭାଗ୍ୟକୁ ମାନିବା ଲୋକ ବାଲ୍ୟକାଳରୁ କହନ୍ତି, ବିନା ଈଶ୍ୱର ଓ ଭାଗ୍ୟକୁ ହଟାଇ ଗୋଟିଏ ତୃଣ ହଲିପାରିବ ନାହିଁ। ଯାହା କିଛି ହୁଏ ଈଶ୍ୱର ଓ ଭାଗ୍ୟ ଯୋଗୁଁ। ଈଶ୍ୱର ଚାହିଁଲେ ବିଷ ଅମୃତ ହେବ। ଆରୋଗ୍ୟ, ଆୟୁ, ଧନ, ଯୌବନ, ମୁକ୍ତି ଓ ଯଶ ଈଶ୍ୱର ଦେବେ ତ ମିଳିବ। ରୋଗୀ କହେ ରୋଗ ଦୂର କରିବା ବାଲା ଈଶ୍ୱର। ଲୋକେ କେବଳ କଥାରେ କହନ୍ତି ଓ କେହି ଏହା ବିରୁଦ୍ଧରେ କହିଲେ ତା ସହିତ ଲଢ଼ନ୍ତି, କିନ୍ତୁ କେହି ନିଜେ ଏହା ଉପରେ ବିଶ୍ୱାସ କରନ୍ତି ନାହିଁ। କାରଣ ରୋଗ ହେଲେ ଡାକ୍ତର, ଭୂତ ପ୍ରେତ ଦେବତା ପାଖକୁ ସମସ୍ତେ ଦୌଡ଼ନ୍ତି ବା ଯାଆନ୍ତି। କେହି ଦେବତା, ଈଶ୍ୱର ଓ ଭାଗ୍ୟକୁ ଭରସା କରି ରହିପାରେ ନା। ମଣିଷ କହେ ଈଶ୍ୱର ଧନ ଦେବେ, କିନ୍ତୁ ପ୍ରତିଦିନ ଧନ ପାଇ ମିଛ ଜାଲିଆତି ଓ ବେଇମାନି କରନ୍ତି। ମନୁଷ୍ୟର ସ୍ୱଭାବ ନିଜ ବୁଦ୍ଧି ଅନୁସାରେ ଅବଶ୍ୟ ସେ ଯତ୍ନ କରିବ। ସେ ନିଜର ଭାଗ୍ୟ ଓ ଭବିଷ୍ୟତର ଭରସା ଉପରେ ରହି ନପାରେ। ଯେ ଭୂତ ପ୍ରେତ ଦେବୀ ଦେବତା ଈଶ୍ୱରଙ୍କୁ ମାନେ ଏକାଗ୍ର ଓ ଇନ୍ଦ୍ରିୟ ନ ହୋଇ ଦୃଢ଼ ବିଶ୍ୱାସ ନହେଲେ ପୂର୍ଣ୍ଣ ରୂପରେ ସଫଳ ହେବ ନାହିଁ। ଯେଉଁ ମହାତ୍ମାମାନେ ଆତ୍ମବଳର ମହତ୍ତ୍ୱ ମାନି ନିରୋଗ ହେବା ପାଇଁ ଈଶ୍ୱରଙ୍କ ଆଗରେ ହାତ ଯୋଡ଼ନ୍ତି, ସେମାନେ କହନ୍ତି କାହାରିକୁ ଭିକ ମାଗ ନାହିଁ ଓ କାହାରି ଆଗରେ ମୁଣ୍ଡ ନୁଆ ନାହିଁ। ଏଥିରେ ନିଜ ଆତ୍ମା ଦୁର୍ବଳ ହେବ, କିନ୍ତୁ ନିଜେ ଈଶ୍ୱର ଆଗରେ ମୁଣ୍ଡ ନୁଆଇ ଦିଅନ୍ତି। କହନ୍ତି ଯେ ସ୍ୱତନ୍ତ୍ରତା, ସ୍ୱାବଲମ୍ବନ ଓ ସ୍ୱରାଜ ସବୁଠାରୁ ବଡ଼ ଜିନିଷ। ମାତ୍ର ନିତ୍ୟ ପ୍ରାର୍ଥନା କରନ୍ତି, ଯିଏ ଆକାଶରେ ଅଛି ସେ ମୋର ବାପ। ଏହା ଖ୍ରୀଷ୍ଟ ଧର୍ମୀଙ୍କ ପ୍ରାର୍ଥନା।
ଅନ୍ୟ ସମ୍ପ୍ରଦାୟର ଲୋକ ଅନ୍ୟ ପ୍ରକାରେ ଏହାକୁ କହନ୍ତି। ମହାତ୍ମାମାନେ କହନ୍ତି କାହାର ଅଧୀନତା ସ୍ୱୀକାର କର ନାହିଁ। ଆତ୍ମା ନିଜର ବହୁତ ବଡ଼ ଜିନିଷ। ସ୍ୱରାଜ ଓ ସ୍ୱାଧୀନତା ବ୍ୟତୀତ ପୂର୍ଣ୍ଣ ସୁଖ ମିଳିବ ନାହିଁ। କିନ୍ତୁ ପ୍ରତିଦିନ କହନ୍ତି, ହେ ଈଶ୍ୱର, ଆମେ ତୁମର ଗୋଲାମ, ଦାସ, ସେବକ ଓ ତୁମର ଅଧୀନ। ଲେଖକମାନେ ଲେଖନ୍ତି, ଆତ୍ମବଳ ବହୁତ ବଡ଼ ବଳ। ଏହା ଭୁଲ ନାହିଁ ଯେ ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଓ ସ୍ୱାବଲମ୍ବନ ବିନା ଆତ୍ମବଳ ବଢ଼ିପାରିବ ନାହିଁ କି ସଫଳ ହେବ ନାହିଁ। କିନ୍ତୁ ନିଜେ ନିଜର ଲେଖାକୁ ଭୁଲି କହନ୍ତି ଈଶ୍ୱରଙ୍କ ଭରସା କଲେ ତୁମ କାମ ହେବ। ବିଭିନ୍ନ ଧର୍ମ ସମ୍ପ୍ରଦାୟ ଓ ତାଙ୍କ ଲେଖା ମନୁଷ୍ୟର ମନକୁ ଦୁର୍ବଳ କରିଦିଏ, କିନ୍ତୁ ସେମାନେ ନିଜେ ଈଶ୍ୱର ଭରସାରେ ରହନ୍ତି ନାହିଁ। ଫଳରେ ତାଙ୍କ ଲେଖା ଓ କଥାକୁ ବିଶ୍ୱାସ କରି ସେହିପରି କର୍ମ କରି ଲୋକମାନେ ଦୁଃଖୀ, ରୋଗୀ ଓ ଅସଫଳ ହୁଅନ୍ତି। ମନୋବଳ ପ୍ରୟୋଗ କରିବ, ଈଶ୍ୱରଙ୍କୁ ପ୍ରାର୍ଥନା କରିବ, ଔଷଧ ଖାଇବ, ଡାକ୍ତରଙ୍କୁ ଡାକିବ, ପ୍ରାକୃତିକ ଚିକିତ୍ସା କରିବ, ଦେବୀ ଦେବତାଙ୍କୁ ମାନସିକ କରିବ, ଗୁଣିଆ ଜ୍ୟୋତିଷ ସମସ୍ତଙ୍କୁ ଡକାଇବ, ମାତ୍ର କାହାରି ଉପରେ ବିଶ୍ୱାସ ରଖିବ ନାହିଁ। କଥାରେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା ବହୁତ ଲୋକ ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ଈଶ୍ୱରଙ୍କ ଉପରେ କାହାରି ବିଶ୍ୱାସ ନାହିଁ। କୋଟିଏ ମଧ୍ୟରେ ଜଣେ ଭୂତ, ପ୍ରେତ, ଦେବୀ ଦେବତା, ଡାକ୍ତର, ବୈଦ୍ୟ, ପଣ୍ଡା, ପୂଜାରୀ, ଗୁଣି ଗାରେଡ଼ି ଛାଡ଼ି ଏକ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି। ଯେ ସମସ୍ତଙ୍କୁ ଛାଡ଼ି ଦେଇଛି, ସେ ନିଜକୁ ବା ନିଜ ଆତ୍ମାକୁ କଦାପି ଛାଡ଼ିପାରିବ ନାହିଁ। ସମସ୍ତଙ୍କର ଅଳ୍ପ ବହୁତ ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଓ ଆତ୍ମ ଅବଲମ୍ବନ ଥାଏ। ଏହା ମଣିଷର ସ୍ୱଭାବ। କିନ୍ତୁ କୌଣସି ଈଶ୍ୱର ଭକ୍ତର ମନ ଏକାଗ୍ର ନୁହେଁ। ଭକ୍ତମାନେ ମୁହଁରେ ନ କହନ୍ତି ନାହିଁ, ମାତ୍ର ପ୍ରାଣୀମାନେ ଯାହା କରନ୍ତି ନିଜ ଆତ୍ମା ପାଇଁ। ପ୍ରାଣୀମାନଙ୍କର ପ୍ରକୃତି ଯେ ସେମାନେ ଆତ୍ମବିଶ୍ୱାସ ତ୍ୟାଗ ସର୍ବଦା କରିପାରନ୍ତି ନାହିଁ। କିନ୍ତୁ କେହି ଭୂତ, ପ୍ରେତ, ଦେବୀ ଦେବତା, ଡାକ୍ତର, ବୈଦ୍ୟ, ଭାଗ୍ୟ ଓ ଅଦୃଷ୍ଟର ପୂର୍ଣ୍ଣ ଭରସାରେ ରହନ୍ତି ନାହିଁ। ପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ଏକାଗ୍ର ହୁଏ ଏବଂ କର୍ମ ଏବଂ ଆତ୍ମା ଉପରେ ଭରସା କରେ। ମୁନି ସମାଜର ସଭ୍ୟ ଆତ୍ମବଳ, ମନୋବଳ ଓ ଇଚ୍ଛାଶକ୍ତି ଉପରେ ଦୃଢ଼ ହୁଏ ବା ରହେ। ଭାଗ୍ୟ ଓ ଈଶ୍ୱରଙ୍କୁ ମାନିବା ଲୋକ କହନ୍ତି ଯେ ଭାଗ୍ୟ ନିଜର କର୍ମ ଓ ଈଶ୍ୱର ନିଜ ଆତ୍ମା। ଏହା ଉପରେ ଦୃଢ଼ ରହିବା ଉଚିତ। କେବଳ କଥାରେ କାମ ଚଳିବ ନାହିଁ। ଅହଂ ବ୍ରହ୍ମାସ୍ମି ଯେଉଁ ବେଦାନ୍ତୀ କହନ୍ତି, ଗୋଟିଏ ଛିଙ୍କ ଯଦି ହୁଏ ସେମାନେ କମ୍ପି ଉଠନ୍ତି ଓ ରୋଗର ନାମ ଶୁଣି ମଧ୍ୟ ଭୟଭୀତ ହୁଅନ୍ତି। ଜଡ଼ ମୂର୍ତ୍ତି ଓ ମାଟି ପଥର ପ୍ରତିମା ଦେଖି ସେମାନଙ୍କର ମୁଣ୍ଡ ନଇଁଯାଏ। ଦେବୀ ଦେବତା, ଭୂତ ପ୍ରେତ ଓ ଈଶ୍ୱର ଶାନ୍ତି ପାଇଁ ସେମାନେ କ'ଣ କରନ୍ତି ନା ମାଳ ଗୁନ୍ଥନ୍ତି ଏବଂ ପୂଜା କରନ୍ତି। ଅହଂ ବ୍ରହ୍ମାସ୍ମି ଉପରେ ଦୃଢ଼ତା ଆସିବ। ଭୂତ ପ୍ରେତ, ଦେବୀ ଦେବତା ଓ ଈଶ୍ୱରଙ୍କୁ ଛାଡ଼ି ଆତ୍ମସ୍ଥ, ସ୍ୱସ୍ଥ ଓ ସ୍ୱରୂପସ୍ଥ ହେଲେ। ଦୃଢ଼ ରହିଲେ ମନ ଏକାଗ୍ର ହେବ ଓ ବିଶ୍ୱାସ ଦୃଢ଼ ହେବ। ଯଦି ଦୃଢ଼ ହେବାକୁ ଚାହଁ, ଏହା ନିଜ ଆତ୍ମା ଯାହା ଉପରେ ପ୍ରାକୃତିକ ଉପାୟରେ ଦୃଢ଼ ଓ ଏକାଗ୍ର ହୋଇପାରିବ। ନିଜ ଆତ୍ମାଠାରୁ ବଡ଼ ହିତୈଷୀ ଅନ୍ୟ କେହି ହୋଇନପାରେ। ନିଜେ ନିଜର ଅନିଷ୍ଟ
କରି ନ ପାରୁ ନିଜର ବଳ ବିଦ୍ୟା ଧନ ଓ ଅଧିକାରର ବିଶ୍ୱାସ ଯେତେ ହେବ ସେତିକି ଅନ୍ୟର ହୋଇ ନପାରେ। ତେଣୁ ନିଜ ଆତ୍ମବଳ ପୂର୍ଣ୍ଣ ଭରସା ଓ ବିଶ୍ୱାସ ସବୁଠାରୁ ସରଳ ଓ ସ୍ୱାଭାବିକ। ଆତ୍ମବଳ ଇଚ୍ଛାବଳ ଓ ମନୋବଳ ଠାରୁ ଅଧିକ ଅନ୍ୟ କିଛି ବଳ ନାହିଁ। ନିଜ ଆତ୍ମାର ଅପାର ଅନନ୍ତ ଓ ଅସୀମ ବଳ। ତେଣୁ ସମସ୍ତଙ୍କୁ ଛାଡ଼ି ମନୋବଳ ଇଚ୍ଛାଶକ୍ତି ଓ ଆତ୍ମବଳ ଉପରେ ଦୃଢ଼ ହେଲେ ନିଜ ସ୍ୱରୂପକୁ ପ୍ରାପ୍ତ କରି ଜୀବନମୁକ୍ତ ହୋଇଯିବ। ତେଣୁ ମୁନି ସମାଜର ଏହି ଜ୍ଞାନ ପାଇ ନିଜ ସତ୍ସ୍ୱରୂପରୁ ବିଚଳିତ ନ ହେବା ହେଉଛି ସତ୍ଯୋଗ ପଦ ଓ ସତ୍ ସମାଧି। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ ଜୟ ଜୀବ ଜୟ ଜୀବ।